ମଣିଷ ନୁହଁ, ଗୋଟେ ମେସିନ। ବଞ୍ଚିବାର ମୋର ଅଧିକାର ନାହିଁ, କାରଣ ମୁଁ ଗୋଟେ କଲିତା। ଆପଣ କହିଲେ ଛୋଟବେଳୁ ମାହାର କ୍ଷୀର ବଦଳରେ ଏହି ମଦକୁ ବି ମନକୁ ମୋର ବୁଝାଇଛି। ଆଉ ଏ ରାସ୍ତା କଡ଼କୁ ମାର କୋଳ ଭାବି ମୁଁ ଶୋଇ ଯାଇଛି। ଗୋଟାଏ ଅନାଥ କେମିତି ଲାଗୁଛି? ମାର ରକ୍ତ ଯେତେବେଳେ ମିଠା ଲାଗୁଥିବ ନିଶ୍ଚୟ। ହଁ, ମାର ରକ୍ତ। ପ୍ରତିଦିନ ସେ ଘର ଖୁସିରେ କାନ୍ଦୁଛ, ମଣିଷମାନଙ୍କୁ ନେଇ ଦଉଛୁ, ଆଉ ତା ପ୍ରତିବଦଳରେ ସେ ତୋତେ ମଦ ପିଇବାକୁ ଦଉଛି। ଏବେ ତୁ କହ, ତୁ ମଦ ପିଉଛୁ ନା ମଣିଷ ରକ୍ତ ପିଉଛୁ? ଛି ଛି ଛି, ଗୋଟେ ମଣିଷ ହେଇ ଆଉ ଗୋଟେ ମଣିଷ କଥାରେ ପଡି ତୁ ସେଥିରେ ମଣିଷ ହଉଛୁ। ଆଉ ତୋତେ ଟିକେ ଲାଜ ଲାଗୁନି? କଣ ହେଲା? ଧମକ ଦଉଛୁ ମତେ? ମାରିବୁ? ମାରିବୁ ମତେ? ମାର, ମାର ମତେ। ମୁଁ ଜାଣେ ମତେ ମାରିବା ପାଇଁ ଯେତିକି ତାକ ତୋ ଛାତିରେ ଦରକାର, ସେତିକି ତାକ ତୋ ଛାତିରେ ନାହିଁ ବେ। ରାନୀ, ତୁ ଠିକ କହିଛୁ ରାନୀ। ତତେ ମୁଁ କେତେ ଥର ଆଣିବାକୁ ଚେଷ୍ଟା କରିଛି, ହେଲେ ତତେ ମୁଁ ହାଣି ପାରୁନି। କାହିଁକି ହାଣି ପାରୁନି? କାହିଁକି ନା ସେଦିନ ସେ ପୋଲିସ ଗଳିରେ ମୁଁ ଜଖମ ହେଲି। ଗୋଟିଏ ଘର ଭିତରେ 7-8 ଦିନ ପର୍ଯ୍ୟନ୍ତ ମୁଁ ପଡି ରହି। କେହି ମତେ ପଚାରିନି, କେହି ମତେ ପଚାରିନି। ଯେତେବେଳେ ଆଖି ଖୋଲି ଦେଖିଲି, ସେତେବେଳେ ତୁ ମୋ ମା ଭଳି ମୋ ମୁଣ୍ଡ ପାଖରେ ଜଗି ବସିଛୁ। ସେ ବୁଝ ରକ୍ତ ସହ ପୋକା ଗୁଡାକ ସଫା କଲା ବେଳେ ମୁଁ ଆଉ ତା ମାନେ ନୁହେଁ ଯେ ତୋ ମନକୁ ତୁ ଯାହା ଆସିବ ତୁ ସେୟା କହିଛୁ। କଥାପାତି ସହିଯିବି। ହେ ରାନୀ, ଯଦି କେତେବେଳେ ମୃତ୍ୟୁକୁ ମୋର ପିତା ଚଢ଼ିଯିବ ନା, ସଡ଼କ ତୁ ସେ ରକ୍ତକୁ ଦେ, ପ୍ରତିଦିନ ତୁ ତୋ ଝିଅ ବୋଉ ମାନଙ୍କୁ ନେଇ ଖୋଲା ଖୁସିରେ ଭେଟି ଦଉଛୁ, ଆଉ ତୋ ଇଜ୍ଜତ ଚାଲିବା ପାଇଁ ତୁ ତାକୁ ହାଣି ଦଉଛୁ। ଆମେ ଦେ ସେ ରକ୍ତକୁ ଥରେ ଆଖି ପୁରେଇ ଦେ। ହଁ, ମୁଁ ଦେଖିଛି ସେଇ ରକ୍ତ। ତୁ କଣ ତୋ ବେଶ୍ୟାର ପୁଅ? ତୋ ବାପା କିଏ ତୁ ଜାଣିନୁ? ହଁ, ମୁଁ ଜାଣିନି ରାନୀ। ଆରେ ତୁ କହ, ସେ ଝିଅ ଯଦି ତୋର ସେ ଅଜଣା ବାପାର ଝିଅ ହେଇଥାଏ? ଇଆଡୁ ସିଆଡୁ କହି ମୁଣ୍ଡରେ ପିତ୍ତ ଚଢାନା ବେ, ଜମା ଚଢାନା। ତୁ କଣ ଭାବୁଛୁ ତୋ ମୁଣ୍ଡ ଏକଦମ ଠିକ ଅଛି? ପାଗଳ ହେଇଯାଇଛୁ ତ, ଏକଦମ ପାଗଳ। ହେଲା ମୁଁ ପାଗଳ? ପାଗଳ 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 ହେଇଯାଇଛୁ ବେ ହାରାମ। ଯେତେବେଳେ ପୋଲିସ ଗୁଳି ଖାଇ ତୁ ଏଇ ଘରେ ଛଟପଟ ହଉଥିଲୁ, ମୁଁ ନାଚି ନାଚି ଅଲିନ୍ଦା ହେଇ ତ ସେବା କରୁଥିଲି। ସେତେବେଳେ କୁଆଡେ ଯାଇଥିଲା ତୋର ଏମିତି ପଡିବ? ଯେତେବେଳେ ତୋରି ପୂଜା
ମୋ ଭଉଣୀ ହେବୁ ମୋ ମା ହେବୁ ମା କାହିଁକି ଚାନ୍ଦଟାକୁ ତ ମମତା ସେକୁଳିରେ ବେଳି ପକେଇଲେ ଆଉ ସେଗୁଡାକ କଣ ମଧ୍ୟ ମଣିଷ ହେବାକୁ ଦେବେ ଆରେ ଆଗରୁ ମଣିଷ ଥିଲୁ ଏବେ ମଣିଷ ହେଇଯାଉଛୁ ଆରେ ଆମ ଧନ୍ଦା ବାଟରେ ଆରେ ଧନ୍ଦା ନକଲେ ଏ ଦୁନିଆରେ ଖାଇବୁ କଣ ବଞ୍ଚିବୁ କେମିତି ଆରେ ଶିବା ତୋ ନାଁରେ 8ଟା ମର୍ଡର କେସ୍ ଘନ କୁସୁରିଆ ବାଉଁଶ ଅଛୁ ବୋଲି ପୋଲିସ ତତେ ଦେଖି ଆଖିରେ କଳା ପଟି ବାନ୍ଧି ଦେଇଛି ଯେଉଁଦିନ ସେ ଘନ କୁସୁରିଆ ହାତରେ ତୋ ମୁଣ୍ଡ ଉଠିଯିବ ନା ପୋଲିସ ତତେ ପୋକ ମାଛି ପରି ଗୁଳି କରି ମାରିବେ ମାରି ଦିଅନ୍ତୁ ପୋଲିସ ମତେ ଗୁଳି କରି ମାରି ଦଉ ମରି ଘରେ ଗୋଟେ କଳଙ୍କିତ ଅଧ୍ୟାୟ ଆଉ ତୋ ବାପା ମୋ ବାପା ମରିଗଲା ପରେ କର୍ତ୍ତା ଭାଇ ସେ କଣ ବଞ୍ଚି ପାରିବ ଆଉ ଯୋଉ ବାପାର ଠିକଣା ଖୋଜିବାକୁ ଯାଇ ତୁ ଆଜି ଏତେ ରାସ୍ତା ଚାଲି ଆସିଛୁ ତୋ ବାପାର ଠିକଣା କରି ତୁ ଚାହୁଁନ ମୋ ବାପା ମୋ ବାପା ଠିକଣା ମୁଁ ଚାହେଁ କିଏ ମୋ ବାପା କୋଉଠି ଅଛନ୍ତି ମୋ ବାପା କହିବି ସବୁ କହିବି ତୋ ବାପାର ଠିକଣା ନିଶ୍ଚୟ କହିବି କିନ୍ତୁ ମୋର ଗୋଟିଏ ଟାର୍ଗେଟ ପୂରଣ ଦରକାର ତମ ଟାର୍ଗେଟ ୟେସ୍ ଟାର୍ଗେଟ ଆନନ୍ଦ ଶଙ୍କର ମହାପାତ୍ରର ପୁଅ ସାବତଙ୍କ ସପନର ଡେଡ୍ ବଡିଟା ମୋର ଦରକାର ତାହେଲେ ତୋ ବାପାର ଠିକଣା ମୁଁ ଦେଇପାରିବି ଖୋଜୁଥା ବାପା ବାପା ବୋଲି ଚିତ୍କାର କରୁଥା କେମିତି ଯିବ ବାପାକୁ ପାଇବୁନି ଅବୁଝା ଶିବା ଅମ୍ବିକା ବାବୁ କଥାରେ ରାଜି ହେଇଯା ଏଇ ଥରକ ବୁଝାଲୁକା ଠିକ ଅଛି ତମ କଥାରେ ମୁଁ ଆଜି ମଣିଷ ମାରିବି କିନ୍ତୁ
ଯଦି ତୁମେ ମୋ ବାପାର ଠିକଣା ନ ଦିଅ ତମ ତିନିଟାକୁ ଗରମ ଗରମ କରି ଖାଇ ଦେବିବେ। ମୁଁ ଅମ୍ବିକା ପ୍ରସାଦ ଚକଦେ ଖେଳ ଖେଳିବାରେ ମାହି ଗୋଟି ଚାଳନାରେ ଫୁଲ ଶୀତ ହସ୍ତ। ହେଲେ ସେ ସପନ ଉପରେ ଆପଣଙ୍କର ରାଗ କଣ? ଆରେ ସେ ସପନଟା ମୋ ଫ୍ୟାକ୍ଟ୍ରି ଶ୍ରମିକ ମାନଙ୍କର ନେତା ସାଜିଛି ନେତା। ସେ ଶ୍ରମିକ ମାନେ ବି ତା କଥାରେ ଫସ ହେଉଛନ୍ତି। ଶଳାଟାକୁ ରାସ୍ତା ଘଣ୍ଟେଇ ଦେଲେ ଆଉ ବାଉଁଶ ଥିବ ଯେ ପଇସି ବାଜିବ। ମାନିବାକୁ ପଡିବ ଆପଣଙ୍କ ବୁଦ୍ଧିକି। ମରିଗଲା ପରେ ଶିବ ବାପାର ଠିକଣା କେମିତି ଦେବେ? ତା ବାପାର ଠିକଣାରେ ତାକୁ ପଠେଇଦବା। ମାନେ କଣ କହିବାକୁ ଚାହୁଁଛି? ରାମ ନାମ ସତ୍ୟ ହେ। ତା ବାପାକୁ ସେଦିନ ଯୋଉଠିକି ପଠେଇ ଦିଆଯାଇଥିଲା ଶିବାକୁ ବି ସେଠିକି ପଠେଇ ଦିଆଯିବ। ଶିବା ମରିଗଲେ ସବୁ ଧନ୍ଦା ମାନ୍ଦା ହେଇଯିବ ଯେ। ଶିବା ବଞ୍ଚି ରହିଲେ ବି ଘନା ଘୁଷିରା ମଗାଇ ଗୋଟେ କଣ୍ଟା, କିନ୍ତୁ କଣ୍ଟାଟା ପାଦରେ ଫୁଟିବା ପୂର୍ବରୁ ତାକୁ ରାସ୍ତାରେ ହଟେଇ ଦେବା ବୁଦ୍ଧିମାନର କାମ। ଅମ୍ବିକା ବାବୁ ମାନିବାକୁ ପଡିବ ଆପଣଙ୍କ ବୁଦ୍ଧିକି। खाली से खाकी बर्तीटा खोली देखा अंटीरा मारे सारा मरी तू सारा सस्पेंड ही घरे बसबू काय मिठा मारु कौन कर रास्ता पर मद पिउछि मद पिउछि ए पुलिस वाला सारा तो रास्ता पर मद दुकान रही से मद दुकानी मालिक मानकर कुछ भी तारी पार रास्ता अपने मत है बुझीगली ओ रास्ता अपने मत पीले तुम पुलिस वाला कर कहीं पड़ुछि गो ओ बुझीगली से मत दुकानी मालिक बक्सीस दौची मदुआटा बक्सीस दे से लगी तोरी परीक्षा पुलिस वाला से लाउड़ रखुचु साला एटे टांगी देखाउछु न टांगी ए कोना घुसुरिया ओबे बोखो
না ঘুষুরিয়া বডি লগাম দে ମୋ ଡିପାର୍ଟମେଣ୍ଟ ଯଦି କିଛି କହିଲୁ ମୁଁ ତତେ ଉଚିତ ସଲ୍ୟୁସନ ଦେବି डिपार्टमेंट ये ऊपर वाला ये साला के मुझे डिपार्टमेंट चेक कौची रात में तो डिपार्टमेंट चाचा तो पुपा सीनियर एसपी डीजी आयु पचारिबो वही सारा आयन मुझे पे विचार करती वही पे सो प्रेमी क्वाड ঠিক আছে তো সময়କୁ ଅପେକ୍ଷା କରେ ମୋ ସହିତ ମୋର ପୁଣି ଥରେ ମୁଲାକାତ ହବ ତତେ ୱେଲକମ କରୁଛି ରେ ପୋଲିସ ବାଲା ତତେ ମୁଁ ଚାହିଁ ରହିଲି ତୁଇ କେବେ ଆଇବୁ ଆସୁଛି ସେଟା 25,000 ଟଙ୍କିଆ ଇନ୍ସପେକ୍ଟର ଆଜି ମୋ ଉପରକୁ ହାତ ଉଠାଇଦେଲୁ ରହରେ ପୁର ମୋର ବି ସମୟ ଆସିବ ଆଜି ତୁ ମତେ ଯେମିତି ମାରିଛୁ ମୁଁ ତତେ ଠିକ୍ ସେମିତି ମାରିବି सुमन बाबू हमरा काय को तुला भी समय आईबो से साला तू के जंत मारिते तोई ता तू संत मारिबू हां ସତରେ ଘନା ଭାଇ ୟୁ ଆର୍ ଗ୍ରେଟ୍ କେବଳ ଦିଟା ଲୋକ ମୋର ସବୁ ଅଭିଳାଷ ପୂରଣ କରୁଛ ଜଣେ ହଉଛ ତମେ ଆଉ ଜଣେ ଆମ ଯାତ୍ରା ମ୍ୟାନେଜର କୁମାର ସାହୁ ମୁଁ ବି କଥା ଦଉଛି ତମେ ଯେତେବେଳେ ଯାହା କହିବ ମୁଁ ସବୁ କରିବି अरे तुरा ऊपर बड़ भरोसा अच्छी जा जा सावधान रे जा नहीं तो तुई कहले मो लोक तू के चारी देवे नो थैंक्स ମୁଁ ଯାଇପାରିବି ଆସୁଛି ଘନା ଭାଇ ଗୁଡ୍ ବାଏ जा जा ऊपर वाला सालाटा जानता रे पाली गल्ला এবার মর্যাদা করিবে সিয়ে সন্তান না থিলা ও ভালো না বুঝুরিয়া জ্যোতিরে সমাজিয়া আবার বুঝুরি চড়াউଥିଲେ অভিম মনীষ চড়াউছি